ନମସ୍କାର। ନୂତନ ବର୍ଷ ଶୁଭେଚ୍ଛା ଜଣାଇ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆମ ଓଡ଼ିଆ ସାବସ୍କୁଲ ପାଠରେ ସ୍ୱାଗତ କରୁଅଛି। ଏହି ବର୍ଷର ପାଠ ପ୍ରଥମ 3 ସପ୍ତାହର ପାଠ ହେଉଛି ପ୍ରଥମ 3 ମାସର ପାଠ ହେଉଛି ତାହା ହେଉଛି ପରମେଶ୍ୱରଙ୍କ ପ୍ରେମ ଏବଂ ତାଙ୍କ ନ୍ୟାୟ। God's love and justice। ଏହି ଯୋଉ ଈଶ୍ୱରଙ୍କ ପ୍ରେମ ଏବଂ ନ୍ୟାୟ ଆମେ ଏହି 3 ମାସରେ ଧ୍ୟାନ କରିବା, ଯଥା ଜାନୁଆରୀ, ଫେବୃଆରୀ, ମାର୍ଚ୍ଚରେ ଆମେ ଆଲୋଚନା କରିବା। ଈଶ୍ୱରଙ୍କ ପ୍ରେମ ବିଷୟରେ, ତାଙ୍କ ନ୍ୟାୟ ବିଷୟରେ ଆମେ ଅଧିକ ରୂପେ ଜାଣିପାରିବା। ତାହେଲେ ଚାଲନ୍ତୁ ଏହି ସପ୍ତାହର ପାଠ ଦେଖିବା ପୂର୍ବେ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଇଅଛ ଏହି ସାବାସ୍କୁଲ ପାଠ ପଢ଼ିବା ପାଇଁ, ଏଥିରେ ବୁଝିବା ପାଇଁ, ଏହା ଜାଣିବା ପାଇଁ ଆମମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର। ଶକ୍ତିରେ, ବୁଦ୍ଧିରେ, ଜ୍ଞାନରେ ପରିପୂର୍ଣ୍ଣ କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଆଉ ଯେବେ ତୁମ ସେହି ସହସ୍ର ଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସେହି ସ୍ୱର୍ଗ ନେବା ପାଇଁ ଆସିବେ, ସେତେବେଳେ ଆମମାନଙ୍କୁ ମନରେ ରଖ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଯେପରି ଆପଣମାନଙ୍କୁ ମୁଁ କହିଲି କି ଆମେ ଏହି 3 ମାସ ବିଶେଷ ଭାବରେ ଈଶ୍ୱରଙ୍କର ପ୍ରେମ ଓ ତାଙ୍କ ନ୍ୟାୟ ବିଷୟରେ ଆଲୋଚନା କରିବା। ଆଉ ଏହି ସପ୍ତାହର ପାଠ ହେଉଛି God loves freely, ଯଥା ପରମେଶ୍ୱର ମୁକ୍ତ ଭାବରେ ପ୍ରେମ କରନ୍ତି। ପରମେଶ୍ୱର ମୁକ୍ତ ଭାବରେ ପ୍ରେମ କରନ୍ତି ବା ପରମେଶ୍ୱର ମୁକ୍ତରେ ପ୍ରେମ କରନ୍ତି। ଆଉ ଏହି ସପ୍ତାହର ସ୍ୱର୍ଣ୍ଣପଦ ନିଆଯାଇଛି ହୋସେୟ ପୁସ୍ତକ ତାର 14:4। ହୋସେୟ ପୁସ୍ତକ 14:4ରେ ପରମେଶ୍ୱର ହୋସେୟକୁ ଏହିପରି ଆଦେଶ ଦିଅନ୍ତି ବା କହନ୍ତି ଆପଣା ଇସ୍ରାଏଲ ସନ୍ତାନମାନଙ୍କ ବିଷୟରେ। ସେ କହନ୍ତି ଏହିପରି, ଆମ୍ଭେ ସେମାନଙ୍କ ବିପଥ ଗମନରେ ପ୍ରତିକାର କରିବା। ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା, କାରଣ ଆମ୍ଭ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି। ତାହେଲେ ଚାଲନ୍ତୁ ଆମେ ଦେଖିବା। ବନ୍ଧୁ, ମନେ ରଖନ୍ତୁ, ଯୀଶୁ ପ୍ରଭୁ ଯେବେ ଏହି ପୃଥିବୀରେ ଥିଲେ, ଆଉ ସେତେବେଳେ ପିତର ଯୀଶୁ ପ୍ରଭୁକୁ 3 ଥର ଅସ୍ୱୀକାର କରିଥିଲେ। କଣ ଅସ୍ୱୀକାର କରିଥିଲେ? ସେ କହିଲେ କି ମୁଁ ଯୀଶୁ ଖ୍ରୀଷ୍ଟକୁ ଜାଣେ ନାହିଁ ବୋଲି ଲୋକମାନଙ୍କ ସମୂହରେ ସେ ଏହିପରି ସ୍ୱୀକାର କରୁଥିଲେ, ଯାହା ଆମେ ପାଉଅଛୁ ମାଥ୍ୟୁ 26:34ରେ। ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ 3 ଥର ଅସ୍ୱୀକାର କରିବ। ବନ୍ଧୁ, ପିତରଙ୍କୁ ଏହି ବିଷୟରେ ଯୀଶୁ ପ୍ରଭୁ ତାଙ୍କ ମୃତ୍ୟୁ ପୂର୍ବରେ ସେ ଏହିପରି ପିତରକୁ କହିଥିଲେ। ତାଙ୍କ ମୃତ୍ୟୁ ପରେ ଯେବେ ପୁନରୁତ୍ଥିତ ହେଲେ, ଯୀଶୁ ପ୍ରଭୁ ଆଉ ଥରେ ପିତରଙ୍କୁ କହିଲେ, ଯାହା ଆମେ ପାଉଅଛୁ ଏହି ଯୋଉ ମାଥ୍ୟୁ ପୁସ୍ତକ
ତାର 34-26 ମାନେ ମାତୃ ପୁସ୍ତକରେ ଆମେ ପାଉଅଛୁ, ଯାହା ଲେଖାଯାଇଛି କି 22-1-14 ଯାହା ଆମେ ଦେଖୁଅଛୁ, ସେଠି ଲେଖାଯାଇଛି ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ସିମୋନ ପିତରକୁ ପଚାରିଲେ। ସେମାନେ ଭୋଜନ କଲା ପରେ ସିମୋନ ପିତରକୁ ଯୀଶୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ ବୋଲି ସେ ଡାକିଲେ, ତୁମେ କଣ ମତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ ବୋଲି ସିମୋନ ପିତରକୁ ଯୀଶୁ ପ୍ରଭୁ ପ୍ରଶ୍ନ କଲେ। ତେବେ ସେ ତାହାଙ୍କୁ କହିଲେ, କେ କହିଲେ? ପିତର କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ସେ ତାକୁ କହିଲେ, ମୋହର ମେଷ ମେଷ ଶାବକ ମାନଙ୍କୁ ଚରାଅ। ଯେବେ ଯୀଶୁ ପ୍ରଭୁ ପ୍ରଶ୍ନ କଲେ ଏହିପରି, ପିତର କହିଲେ, ହଁ ପ୍ରଭୁ। ଆଉ ତେବେ ପ୍ରଭୁ ତାକୁ ଏହିପରି କହିଲେ, ଯଦି ତମେ ମତେ ପ୍ରେମ କରୁଅଛ ତାହେଲେ ଆପଣା ସ୍ନେହ ଦେଖାଉଛ, ତାହେଲେ ଆପଣା ବା ମୋର ମେଷ ଶାବକ ମାନଙ୍କୁ ତୁମେ ଚରାଅ। ସେ ପୁନର୍ବାର ଦ୍ୱିତୀୟ ଥର ତାହାଙ୍କୁ ପଚାରିଲେ। କଣ ପଚାରିଲେ? ହେ ଜନଙ୍କ ପୁତ୍ର ସିମୋନ, ତୁମେ କଣ ମତେ ପ୍ରେମ କରୁଅଛ? ତେବେ ସେ ତାହାକୁ କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ପ୍ରେମ ବା ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ଏହିପରି ଆଉ ଥରେ ପିତର ଯୀଶୁକୁ ଉତ୍ତର ଦେଲେ। ସେ ତାହାକୁ କହିଲେ, କିଏ କହିଲେ? ଯୀଶୁ ତାହାକୁ କହିଲେ, ତାହା ଯଦି ମତେ ପ୍ରେମ କରୁଅଛ, ମୋର ମେଷ ମାନଙ୍କ ପ୍ରତି ପାଳନ କର। ଯଦି ମତେ ପ୍ରେମ କରୁଅଛ, ତାହେଲେ ମୋର ମେଷ ମାନଙ୍କ ପ୍ରତିପାଳନ କର। ଆଉ ଥରେ ଆମେ ଦେଖୁଛୁ ଯୀଶୁ ତୃତୀୟ ଥର ତାଙ୍କୁ ପଚାରିଲେ। କଣ ପଚାରିଲେ? ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କଣ ମତେ ସ୍ନେହ କରୁଅଛ? ତେବେ ପିତର ହୁଏ ବୋଧେ ଥରେ ଟିକେ ବିରକ୍ତି ହୋଇ ସେ କହିଲେ, ତୁମ୍ଭେ କଣ ମତେ ସ୍ନେହ କରୁଅଛ? ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, କଣ କହିଲେ? ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣିଛନ୍ତି। ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ତେବେ ଏହିପରି ପିତର ଉତ୍ତର ଦେଲେ ଯୀଶୁଙ୍କୁ। ଆଉ ଯୀଶୁ କହିଲେ, ମୋହର ମେଷ ମାନଙ୍କୁ ଚରାଅ। ବନ୍ଧୁ, ଦେଖନ୍ତୁ ଆମେ ପିତରଙ୍କୁ କିପରି ଯୀଶୁ ଖ୍ରୀଷ୍ଟ ପ୍ରଶ୍ନ ପଚାରିଥିଲେ, ଆଉ ସେହି ପ୍ରଶ୍ନର ଉତ୍ତର, ପ୍ରତ୍ୟେକ ପ୍ରଶ୍ନର ଉତ୍ତରକୁ ଯୀଶୁ ମଧ୍ୟ ତାର କଣ କରିବାର ଅଛି ତାହା ବୁଝାଇ କହିଲେ। ବନ୍ଧୁ, ଆମେ କଣ ଯୀଶୁକୁ ପ୍ରେମ କରୁଛେ? ତାହା ନିଜକୁ ପଚାରିବାକୁ ପଡିବ। ଦେଖିବା ଆଗକୁ ଯିବା। ଯାତ୍ରା ପୁସ୍ତକ 15-22, ସେଠି ଯଦି ଦେଖିବା, ପରମେଶ୍ୱର ମାନଙ୍କୁ ମାତ୍ର କହନ୍ତି ନାହିଁ କି ତୁମ୍ଭେ ମତେ ପ୍ରେମ କରୁଛ କି ନାହିଁ, ମାତ୍ର ପରମେଶ୍ୱର ନିଜେ ହିଁ ଆମମାନଙ୍କୁ ପ୍ରେମ କରନ୍ତି। ଆଉ ସେଇ ପ୍ରେମ କଣ? ବିନା ମୂଲ୍ୟରେ, ମୁକ୍ତ ରୂପରେ ସେ ଆମମାନଙ୍କୁ ପ୍ରେମ କରନ୍ତି, ଯାହା ଆମେ କଳ୍ପନା କରିପାରିବା ନାହିଁ କି ଈଶ୍ୱରଙ୍କ ପ୍ରେମ କିପରି। ଯଦି ଏହା ଜାଣିବା, ଅଧିକ ଜାଣିବା ଯଦି ଆମେ ଚାହୁଁଛୁ, ଯଦି ଯାତ୍ରା ପୁସ୍ତକ 33-15-22 ପଢିବା, ସେଠି ଆମେ ପାଉଛୁ, ମଉସା ତହିଁରେ ସେ ତାହାଙ୍କୁ କହିଲେ, ଯଦି ତୁମର ଉପସ୍ଥିତି ଆମମାନଙ୍କ ସହିତ ଗମନ କରନ୍ତି
ତେବେ ଏ ସ୍ଥାନରୁ ଆମମାନଙ୍କୁ ନେଇଯାଅ ନାହିଁ, କାରଣ ମୁଁ ଓ ତୁମର ଏହି ଲୋକମାନେ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାତ୍ର ହୋଇଅଛୁ, ଏହା ଏବେ କିପରି ଜଣାଯିବ? ଯେପରି ମୁଁ ଓ ତୁମର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକଙ୍କ ଠାରୁ ବିଶେଷ ଲୋକ ହେବେ, ଆମମାନଙ୍କ ସହିତ ତୁମର ଗମନ ଦ୍ୱାରା କି ଏହା ଜଣାଯାଏ ନାହିଁ? ଅନନ୍ତର ସଦାପ୍ରଭୁ ମୂଷାକୁ କହିଲେ, ଏହି ଯେଉଁ କଥା ତୁମେ କହିଅଛ ତାହା ହିଁ ଆମେ କରିବା। ଦେଖନ୍ତୁ, ପରମେଶ୍ୱରଙ୍କୁ ଯେବେ ମୂଷା କହିଲେ କି ହେ ପରମେଶ୍ୱର, ଆମେ ଯେବେ ଯାତ୍ରା କରୁଅଛୁ, ଆପଣଙ୍କ ଉପସ୍ଥିତି ଆମଠାରେ ରହୁ। ଆଉ ସଦାପ୍ରଭୁ ସେଇ ଯୋଉ ଅନୁରୋଧ ମୂଷା କରୁଥିଲେ ତାହା ସେ ଗ୍ରହଣ କଲେ। ଏହି ଯେଉଁ କଥା ତୁମେ କହିଅଛ ତାହା ଆମେ କରିବା ବୋଲି ସଦାପ୍ରଭୁ ପରମେଶ୍ୱର ମୂଷାକୁ ଉତ୍ତର ଦଉଛନ୍ତି। କାରଣ ତୁମ୍ଭେ ମୋ ଦୃଷ୍ଟିରେ ଅନୁଗ୍ରହ ପାଇଅଛ। କାହିଁକି ସଦାପ୍ରଭୁ କହନ୍ତି ବନ୍ଧୁ? ଯେହେତୁ ମୂଷା ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଅଛନ୍ତି, ଆଉ ଯେବେ ମୂଷା ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, ଆମ ଯାତ୍ରାରେ, ଆମ ରହିବାରେ, ଆମଠାରେ ତମେ ରୁହ, ଆମ ସହିତ ତୁମେ ଯାଅ, ତେବେ ମୂଷା ଯେବେ ଏହି ଇଚ୍ଛା ସଦାପ୍ରଭୁଙ୍କ ଠାରେ ପ୍ରକାଶ କଲେ, ଆଉ ସଦାପ୍ରଭୁ ସେ କହିଲେ ତାହା ମୁଁ କରିବି। କାହିଁକି ସେ କରିବି କହିଲେ? ଯେହେତୁ ତୁମେ ମୋର ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ପାଇଅଛ। ପୁଣି ସେ କହିଲେ, ବିନୟ କରୁଅଛି, ତୁମେ ମତେ ଆପଣା ମହିମା ଦେଖାଅ। ଦେଖନ୍ତୁ ବନ୍ଧୁ, ଯେବେ ପ୍ରଥମ ଜିନିଷକୁ ପରମେଶ୍ୱର କହିଲେ, ଉତ୍ତର ଦେଲେ କି ହଁ, ତୁମ ସହିତ ଆମେ ରହିବା, ଯେହେତୁ ତୁମେ ମୋ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଛ। ତାପରେ ଯେବେ ଏହିପରି ପରମେଶ୍ୱର କହିଲେ, ମୂଷା ଆଉ ଥରେ ସଦାପ୍ରଭୁଙ୍କ ଠାରେ କହୁଛନ୍ତି, କଣ କହୁଛନ୍ତି? ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ତୁମେ ମତେ ଆପଣା ମହିମା ଦେଖାଅ। ହଁ ବନ୍ଧୁ, ଆମେ ଅନେକ ଥର ପ୍ରଭୁଙ୍କ ମହିମା ଦେଖିବା ପାଇଁ ଚେଷ୍ଟା କରିଥାଉ। ଆଉ ଏହା ମଧ୍ୟ ମୂଷାଙ୍କ ଇଚ୍ଛା ଥିଲା, ଯେହେତୁ ପ୍ରାୟ 40 ବର୍ଷ ବା 80 ବର୍ଷ ମୂଷା ସଦାପ୍ରଭୁଙ୍କ ଠାରେ କଥାବାର୍ତ୍ତା ହେଲେ। ଯେଉଁ ଯେଉଁ କଥା ହଉଥିଲେ ସେଇ କଥା ଇସ୍ରାଏଲ ପ୍ରଜାମାନଙ୍କ ସହ ସେ ବାଣ୍ଟୁଥିଲେ। ଆଉ ମୂଷାଙ୍କ ଏହା ଇଚ୍ଛା ଥିଲା ଯେ ସେ ସଦାପ୍ରଭୁଙ୍କୁ ତାହାଙ୍କ ଅନୁଗ୍ରହ ଯେମିତି ପ୍ରାପ୍ତ ହୋଇଛନ୍ତି, ଆଉ ସେଇ ପ୍ରାପ୍ତ ଯୋଗୁଁ ତାହାଙ୍କ ମହିମା ବି ଦେଖିବା ପାଇଁ ସେ ଚାହୁଁଥିଲେ। ତେବେ ସଦାପ୍ରଭୁ ଉତ୍ତର କଲେ, ଆମ୍ଭେ ତୁମ ସମ୍ମୁଖ ଦେଇ ଆପଣା ସମସ୍ତ ଉତ୍ତମତା ଗମନା କରିବା, ତୁମେ ସମ୍ମୁଖରେ ସଦାପ୍ରଭୁଙ୍କ ନାମ ଘୋଷଣା କରିବା। ଆମ୍ଭେ ଯାହାକୁ ଅନୁଗ୍ରହ କରୁ ତାହାକୁ ଅନୁଗ୍ରହ କରିବା, ଓ ଯାହାକୁ ଦୟା କରୁ ତାହାକୁ ଦୟା କରିବା। ଦେଖନ୍ତୁ ବନ୍ଧୁ, ପରମେଶ୍ୱର କିପରି ମୂଷାଙ୍କୁ ଉତ୍ତର ଦଉଛନ୍ତି, ହଁ, ତୁମର ସେଇ ଇଚ୍ଛାକୁ ଆମେ ପୂରଣ କରିବା। ଆଉ ସେ କହିଲେ, କଣ କହିଲେ? ତୁମ ସମ୍ମୁଖ ଦେଇ ଆପଣାର ସମସ୍ତ ଉତ୍ତମତା ଗମନା କରିବା। ସେ ଉତ୍ତମତା କଣ ଦେଖିବା? ସେ ତୁମ ସମ୍ମୁଖରେ ସଦାପ୍ରଭୁ ନାମ ଘୋଷଣା କରିବା ବୋଲି ସଦାପ୍ରଭୁ ସେ କହିଲେ। ଆଉ ସେ କଣ କହିଲେ? ଯାହାକୁ ଆମେ ଅନୁଗ୍ରହ କରୁ ତାହାକୁ ଆମେ ଅନୁଗ୍ରହ କରିବା, ଯାହାକୁ ଆମେ ଦୟା କରୁ ତାହାକୁ ଆମେ ଦୟା କରିବା, ଯାହାକୁ ଆମେ ଦୟା କରୁ ତାହାକୁ ଆମେ ଦୟା କରିବା। ଏହା ଛଡା ପରମେଶ୍ୱର ଆହୁରି କହିଲେ, ତୁମ୍ଭେ ଆମର ମୁଖ ଦେଖି ପାରିବ ନାହିଁ, କାରଣ ମଣିଷ ଆମକୁ ଦେଖି ବଞ୍ଚି ପାରିବ ନାହିଁ। ଏଥି କାରଣରୁ ସଦାପ୍ରଭୁ କହିଲେ କି ଆମର ଉତ୍ତମତା ସବୁ ତମ ସମ୍ମୁଖ ଦେଇ ଆପଣା ତମ ସମ୍ମୁଖ ଦେଇ ଗମନ କରିବା, ଯେପରି ସେଇ ଯୋଉ ମହିମା ଯାହା ଆପଣ ଦେଖିବା ପାଇଁ ଚାହୁଁଛନ୍ତି
ସେଇ ମହିମା ଦେଖିପାରିବେ ଆଉ ସେଇ ସଦାପ୍ରଭୁ ଘୋଷଣା କରିବେ କି ସେ ସଦାପ୍ରଭୁ କେମିତି ସଦାପ୍ରଭୁ, ଯେତିକି ଯାହାକୁ ସଦାପ୍ରଭୁ ଅନୁଗ୍ରହ କରନ୍ତି ତାହାକୁ ଅନୁଗ୍ରହ କରନ୍ତି, ଯାହାକୁ ଦୟା କରନ୍ତି ତାହାକୁ ଦୟା କରନ୍ତି। ଆଉ ସେ କହିଲେ କୌଣସି ବ୍ୟକ୍ତି ଆମ ମୁଖ ଦେଖି ବଞ୍ଚି ପାରିବ ନାହିଁ, ଏଥିଯୋଗୁ ମୁଁ ଆପଣା ମହିମାକୁ ତମ ସମ୍ମୁଖରେ ଗମନ କରାଇବି, ଯେପରି ତମେ ବଞ୍ଚି ରହିପାରିବ। ସଦାପ୍ରଭୁ କହିଲେ, ଦେଖ ଆମ୍ଭ ନିକଟରେ ଏକ ସ୍ଥାନ ଅଛି, ତୁମ ସେହି ଶୈଳ ଉପରେ ଠିଆ ହେବ, ତହିଁରେ ତୁମ ନିକଟ ଦେଇ ଆମ୍ଭେ ମହିମାର ଗମନ ସମୟରେ ଆମ୍ଭେ ତୁମକୁ ଶୈଳର ସେହି ଚିତ୍ରରେ ଦେଖିବା ଓ ଆମ୍ଭ ଗମନରେ ଶେଷ ପର୍ଯ୍ୟନ୍ତ ଆପଣା ହସ୍ତରେ ତୁମକୁ ଆଚ୍ଛନ୍ନ କରିବା। ଏହିପରି ସଦାପ୍ରଭୁ ପରମେଶ୍ୱରଙ୍କୁ କହିଲେ। ଏହା ହଉଛି ସଦାପ୍ରଭୁଙ୍କ ପ୍ରେମର ଅପାର ପ୍ରେମ। ଯେଉଁ ପ୍ରେମ ଯେବେ ସେମାନେ ହଜି ଯାଇଥିଲେ ଆଉ ସେହି ଯୋଉ ପରମେଶ୍ୱରଙ୍କ ଅନୁଗ୍ରହ ଯେବେ ସେମାନେ ସେହି ଗୁପ୍ତ ସେ ଯୋଉ ମିଶର ଦେଶରେ ଦାସତ୍ୱ ରୂପେ ଥିଲେ ଆଉ ସଦାପ୍ରଭୁଙ୍କ ବିରୁଦ୍ଧରେ ସେମାନେ ଚାଲିଥିଲେ, ଯୋଉ ସମୟରେ ମଉସା ସେଇ ପର୍ବତ ଉପରକୁ ଯାଇଥିଲେ ଆଉ ଯୋଉ ବାକ୍ୟଟା ବର୍ତ୍ତମାନ ମୁଁ ପଢିଲି କହିଲି, ଆଉ ସେଇ ସମୟରେ ସେମାନେ ଏକ ବାଛୁରୀ ସୁନାର ବାଛୁରୀ କରି ମଧ୍ୟ ପୂଜା କରୁଥିଲେ, ହେଲେ ସଦାପ୍ରଭୁ ସେମାନଙ୍କୁ ଛାଡ଼ିଲେ ନାହିଁ। ଆଉ ସେଇ ସମୟରେ ଆମେ ଦେଖୁଅଛୁ ସଦାପ୍ରଭୁ ପରମେଶ୍ୱର ମଉସାଙ୍କୁ ତାଙ୍କ 10 ଆଜ୍ଞା ଦିଅନ୍ତି। ଆଉ ସେଇ 10 ଆଜ୍ଞା ଯାହା ଆମେ ପାଉଛୁ ଯାତ୍ରା ପୁସ୍ତକ 30ରେ ପାଉଅଛୁ। ଯାତ୍ରା ପୁସ୍ତକ 33:19 ଯାହା ଆମେ ପଢିଲୁ, ଯାହାକୁ ମୁଁ ଦୟା କରେ ମୁଁ ଦୟା କରିବି, ଯାହାକୁ ଅନୁଗ୍ରହ କରେ ମୁଁ ଅନୁଗ୍ରହ କରିବି। ଏହିପରି ଈଶ୍ୱରଙ୍କ ପ୍ରେମ ଯାହା ଆମେ ପାଉଅଛୁ। ଆଉ ଈଶ୍ୱର ଏହିପରି ଘୋଷିତ କରିଥିଲେ ତାଙ୍କ ପ୍ରେମ ବିଷୟରେ। ତାଙ୍କ ପ୍ରେମ ହଉଛି ଅପାର ପ୍ରେମ। ତାଙ୍କ ପ୍ରେମ ଯାହା ଆମେ ଦେଖୁଅଛୁ ହୋସେୟ 1:2ରେ ସଦାପ୍ରଭୁ ପରମେଶ୍ୱର କହନ୍ତି, ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋସେୟଙ୍କ ଦ୍ୱାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋସେୟଙ୍କୁ କହିଲେ, ତୁମେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଅବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର, କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହାବ୍ୟଭିଚାର କରିଅଛି। କଣ କହିଲେ ବନ୍ଧୁ? ଯାହା ଆମେ ହୋସେୟ 1:2ରେ ପାଉଛୁ, ସଦାପ୍ରଭୁ ପରମେଶ୍ୱର କହିଲେ କି ଜଣେ ବ୍ୟଭିଚାରୀ ସ୍ତ୍ରୀକୁ ତମେ ବିବାହ କର, ଆଉ ସେ ବ୍ୟଭିଚାରୀ ସ୍ତ୍ରୀରୁ ଯେଉଁ ସନ୍ତାନ ଜାତ ହୋଇଛନ୍ତି ସେମାନଙ୍କୁ ତମେ ଗ୍ରହଣ କର। କାହିଁକି? ଯେଉଁ ସନ୍ତାନ ମାନଙ୍କୁ ପରମେଶ୍ୱର ମିଶର ଦେଶରୁ କେନାନ ଦେଶକୁ ଆଣିଲେ, ସମସ୍ତ ପ୍ରକାର ଆପଦ ବିପଦରୁ ସମସ୍ତ ପ୍ରକାର ଶତ୍ରୁରୁ ସେମାନଙ୍କୁ ସୁରକ୍ଷାରେ ରଖିଲେ, ଆଉ ସେମାନେ ବିଶ୍ୱାସହୀନ ହେଲେ, ବିଶ୍ୱାସ କଲେ ନାହିଁ, ସଦାପ୍ରଭୁଙ୍କ ବିରୁଦ୍ଧରେ କାମ କଲେ। ଆଉ ଏଥିଯୋଗୁ ତାଙ୍କ ପ୍ରେମ ଅସୀମ ପ୍ରେମ ପ୍ରକାଶ କରିବା ପାଇଁ ସଦାପ୍ରଭୁ ଏହିପରି କରିବା ପାଇଁ ଭବିଷ୍ୟତ ବକ୍ତା ହୋସେୟଙ୍କୁ କହୁଅଛନ୍ତି, ଯେପରି ତାଙ୍କ ପ୍ରେମ ସେ ପ୍ରକାଶ କରିପାରିବ। ଯେପରିକି ଆମେ ହୋସେୟ 14:1-4 ଯଦି ପଢିବା, ସେଠି କହୁଛି କି ଈଶ୍ୱରଙ୍କର ଅସୀମ ପ୍ରେମ ବିଷୟରେ ତାଙ୍କ ଲୋକମାନଙ୍କ ଉପରେ। ଏଠି କହେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବାକୁ ଆହ୍ୱାନ, ଇସ୍ରାଏଲ ଯେଉଁ ବ୍ୟଭିଚାର ସେମାନେ କରୁଥିଲେ, ଯେଉଁ ମୂର୍ତ୍ତି ପୂଜାକୁ ସେମାନେ ପୂଜା କରୁଥିଲେ, ଏହା ଦ୍ୱାରା ସେମାନେ ଈଶ୍ୱରଙ୍କ ଠାରେ ବ୍ୟଭିଚାର କରୁଥିଲେ, ଯେପରି ସେମାନେ ଫେରି ଆସିବେ, ଏଥିଯୋଗୁ ସଦାପ୍ରଭୁ ପରମେଶ୍ୱର ହୋସେୟ
ଭବିଷ୍ୟତ ବକ୍ତାକୁ କହିଲେ, ତୁମେ ସଦାପ୍ରଭୁ ପରମେଶ୍ୱର ନିକଟକୁ ଫେରି ଆସ, କାରଣ ତୁମେ ଆପଣା ଅଧର୍ମରେ ପୀଡ଼ିତ ହୋଇଅଛ। ସେ କହନ୍ତି ବର୍ତ୍ତମାନ ଆମମାନଙ୍କୁ ବି କି ଆମମାନେ ସମସ୍ତେ ସଦାପ୍ରଭୁ ପରମେଶ୍ୱରଙ୍କ ଠାକୁ ଫେରିବାକୁ ପଡ଼ିବ। ବନ୍ଧୁ, ଆଜିକାଲି ଖବର କାଗଜ, ଟେଲିଭିଜନରେ, ୟୁଟ୍ୟୁବରେ ଯୋଉ ସଂସାରର ଯୋଉ କାର୍ଯ୍ୟ, ଯୋଉ ଘଟଣା ଗୁଡା ଘଟୁଅଛି, ଯଦି ଆମେ ଦେଖିବା ରାଜନୀତିରେ ବା ନୈତିକ ଜୀବନରେ ବା ଆର୍ଥିକ ଜୀବନରେ ବା ଜାଗତିକ ଜୀବନରେ ଯୋଉ ଦୁର୍ନୀତି ଘଟୁଅଛି, ଏହି ଦୁର୍ନୀତି ଦ୍ୱାରା ଆମେ ନିଜକୁ ଚିହ୍ନି ପାରିବା ଯେ ଆମେମାନେ ମଧ୍ୟ ସେଇ ଦୁର୍ନୀତିରେ, ସେଇପରି ପାପରେ ରହିଅଛୁ। ଆଉ ସଦାପ୍ରଭୁ କହନ୍ତି ଅଧର୍ମର ପତିତ ହୋଇଅଛ ବୋଲି। ଆମେ ଅଧର୍ମର ପତିତ ହୋଇଅଛୁ। ଆମେ ସେଇ ଅଧର୍ମ କାର୍ଯ୍ୟରୁ ଫେରିବାକୁ ପଡ଼ିବ। ଯେଉଁ ଅଧର୍ମ କାର୍ଯ୍ୟ ଆମେ କରୁଛେ, ସେଇ ଅଧର୍ମ କାର୍ଯ୍ୟରୁ ଆମେ ଫେରିବାକୁ ପଡ଼ିବ। ତୁମେମାନେ ବାକ୍ୟ ସଙ୍ଗରେ ଘେନି ସଦାପ୍ରଭୁଙ୍କ ନିକଟକୁ ଫେରି ଆସ। ତାହାଙ୍କୁ କୁହ, ଅଧର୍ମ ସକଳ କ୍ଷମା କର ଓ ଯାହା ଉତ୍ତମ ତାହା ଗ୍ରହଣ କର। ତହିଁରେ ଆମ୍ଭେମାନେ ଆପଣା ଆପଣା ଓଷ୍ଠଧରର ଉପହାର ପୃଷ୍ଠ ଉପରେ ବର୍ଷାଏ ଉତ୍ସର୍ଗ କରିବା। ଅସୁର ଆମମାନଙ୍କ ପରିତ୍ରାଣ କରିବ ନାହିଁ। ଆମେମାନେ ଆଶାରୋହଣ କରିବା ନାହିଁ। କିଏ ବା ତୁମେମାନେ ଆମମାନଙ୍କର ଦେହବ ଦେବଗଣ ବୋଲି ଆପଣମାନଙ୍କୁ ହସ୍ତକୃତ ବସ୍ତୁକୁ ଆଉ କହିବା ନାହିଁ, କାରଣ ପିତୃହୀନ ତୁମ୍ଭ ନିକଟରେ ଦୟା ପ୍ରାପ୍ତ ହୁଏ। ଆମ୍ଭେ ସେମାନଙ୍କ ବିପଦ ଗମନରେ ପ୍ରତିକାର କରିବା। ଆମ୍ଭେ ସ୍ୱଚ୍ଛନ୍ଦରେ ସେମାନଙ୍କୁ ପ୍ରେମ କରିବା, କାରଣ ଆମ କ୍ରୋଧ ତାହାଠାରୁ ନିବୃତ୍ତ ହୋଇଅଛି। ଦେଖନ୍ତୁ ବନ୍ଧୁ, ଈଶ୍ୱରଙ୍କ ପ୍ରେମ ବିଷୟରେ ଯାହା ପରମେଶ୍ୱର ନିଜେ ପ୍ରକାଶ କରୁଛନ୍ତି କି ସେଇ ଇସ୍ରାଏଲ ପ୍ରଜାମାନଙ୍କୁ କେତେ ପ୍ରେମ କରନ୍ତି। ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ଜାଣିବାକୁ ପଡ଼ିବ ଯେ ପରମେଶ୍ୱର ଆମମାନଙ୍କୁ କେତେ ପ୍ରେମ କରନ୍ତି। କଣ ସେହି ପ୍ରେମର ଯୋଗ୍ୟ ହୋଇପାରିବା କି? ଯେଉଁ ପାପ ଦୁନିଆରେ ଆମେ ବାସ କରୁଅଛୁ, ଯେଉଁ କାର୍ଯ୍ୟ ଗୁଡାକ ଆମେ କରୁଅଛୁ, ସେ କାର୍ଯ୍ୟରେ ଯଦି ଆମେ ନିଜକୁ ଚିନ୍ତା କରିବା, ଭାବିବା, ଆମେ ନିଜକୁ ଭାବିବାକୁ ପଡ଼ିବ ଯେ ଆମେ ଅଯୋଗ୍ୟ। ମାତ୍ର ପରମେଶ୍ୱର କହନ୍ତି ସେହି ଅଯୋଗ୍ୟତାକୁ ମୁଁ ଯୋଗ୍ୟତା କରାଇବି। ତମେ ସେଇ ଅଧର୍ମ କାମରୁ ଫେରି ଆସ। ଆଉ ଯେବେ ଫେରି ଆସିବ, ତେବେ ମୁଁ କଣ କରିବି? ମୁଁ ତୁମମାନଙ୍କୁ ବିନା ମୂଲ୍ୟରେ ପ୍ରେମ କରିବି ବୋଲି ପରମେଶ୍ୱର କହୁଅଛନ୍ତି। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢିବା। ବିନା ମୂଲ୍ୟରେ ଦେବା। କଣ ଦେବା? ପ୍ରେମ, ଲଭ୍ ଫ୍ରିଲି ଗିଭେନ୍, ମାନେ ପ୍ରେମ ବିନା ମୂଲ୍ୟରେ ଦିଆଯାଉଅଛି। ଈଶ୍ୱର ସେହି ଯୋଉ ପ୍ରେମ ଆରମ୍ଭରୁ ଇସ୍ରାଏଲ ପ୍ରଜାମାନଙ୍କୁ ପ୍ରଦାନ କରୁଥିଲେ, ଯଦିଓ ବା ସେମାନେ ଅନେକ ଥର ଈଶ୍ୱରଙ୍କ ବିରୁଦ୍ଧରେ କାମ କରୁଥିଲେ, ମାତ୍ର ଈଶ୍ୱର ତାଙ୍କ ପ୍ରେମ ଚଲାଇଥିଲେ। ତା ବି ବିନା ମୂଲ୍ୟରେ ସେମାନଙ୍କୁ ପ୍ରେମ କରୁଥିଲେ, ଯଦିଓ ବା ସେମାନେ ପାପୀ ଥିଲେ। ଆଉ ସେହିପରି ଆମ୍ଭେମାନେ ମଧ୍ୟ ପାପୀ। ଆଉ ଈଶ୍ୱର ଆମମାନଙ୍କୁ ଆମମାନଙ୍କ ପାପ କ୍ଷମା କରନ୍ତି। ଆଉ ଆମେ ସେଇ ଯୋଉ ଈଶ୍ୱରଙ୍କ ପ୍ରେମ ପାଇବାର ଯୋଗ୍ୟ ନୁହଁ। ମାତ୍ର ଆମେ ଜାଣୁ ଈଶ୍ୱର ହଉଛନ୍ତି ପ୍ରେମ। ଆଉ ସେଇ ପ୍ରେମ ଆମେ କେବେ ହେଲେ ପାଇପାରିବା ନାହିଁ। ମାତ୍ର ଈଶ୍ୱର ପ୍ରେମ କରନ୍ତି। ବନ୍ଧୁ, ମନେ ରଖନ୍ତୁ ଯେ ଈଶ୍ୱର ଓ ଈଶ୍ୱର ମାନେ ଈଶ୍ୱର ଆମମାନଙ୍କୁ ସେ ଚାହାନ୍ତି ନାହିଁ।
ମାତ୍ର ଆମ୍ଭେ ଈଶ୍ୱରକୁ ଚାହିଁବାକୁ ପଡିବ। God does not need us, but we need God. ମନେ ରଖନ୍ତୁ, ଈଶ୍ୱର ଆମମାନଙ୍କୁ, ଆମେ ଈଶ୍ୱରଙ୍କ ପାଇଁ କିଛି ନୁହଁ, ଈଶ୍ୱର ଆମମାନଙ୍କ ପାଇଁ ସବୁ କିଛି। ଏହିପରି ପ୍ରକାଶିତ ଯଦି 4:11 ପଢିବା, ସେଠି ପାଉଛୁ ସୁନ୍ଦର ଭାବରେ ଈଶ୍ୱର କିପରି ଆମମାନଙ୍କୁ ପ୍ରେମ କରନ୍ତି। ଆଉ ସେହିପରି ଯଦି ଆମେ ଦେଖିବା ପ୍ରେରିତ 17:25, ସେଠି କହୁଅଛି ଈଶ୍ୱର ପ୍ରେମ କରନ୍ତି ଆଉ ସବୁ ପ୍ରକାର ଲୋକଙ୍କୁ ପ୍ରେମ କରନ୍ତି। ସମସ୍ତଙ୍କୁ ପ୍ରେମ କରନ୍ତି ଆଉ ସମସ୍ତେ ତାପରେ ପଢିଛନ୍ତି, ହେଲେ ବି ଈଶ୍ୱର ସେମାନଙ୍କୁ ପ୍ରେମ କରନ୍ତି। ଯେବେ ଈଶ୍ୱର ଏହି ପୃଥିବୀକୁ ସୃଷ୍ଟି କଲେ ଆଉ ସେଇ ସମୟରେ ମାନବ ଜାତିକୁ ସୃଷ୍ଟି କରିଥିଲେ, ଆଉ ଏହି କାରଣରୁ ଈଶ୍ୱରଙ୍କୁ ସମସ୍ତ ପ୍ରକାର ମାନ୍ୟତା, ମହିମା, ଶକ୍ତି ତାଙ୍କର ସେହି ଯୋଗ୍ୟ। ଶକ୍ତି, ମାନ୍ୟତା, ମହିମା ସେହି ଯୋଗ୍ୟ। ଆଉ ଈଶ୍ୱର ଏହି ପୃଥିବୀରେ ସମସ୍ତ ପାପ ଜିନିଷ ସୃଷ୍ଟି କରିନାହାନ୍ତି, ମାତ୍ର ସୃଷ୍ଟି କରିବା ପୂର୍ବରେ ଏଇ ଯୋଉ ମାନବ ଜାତି ପାପ କରିବ ବୋଲି ସେ ଈଶ୍ୱରଙ୍କୁ ମଣିଷର ଯୋଜନା ସେ କରିଥିଲେ। ସେଇ ଯୋଜନା ହେଲା ଈଶ୍ୱରଙ୍କର ପୁତ୍ର ଯେପରି ସେ ଏହି ପୃଥିବୀକୁ ଆସି ମରଣ ହେବେ, ଯାହା ଆମେ ଜହନ 17:24 ପାଉଛୁ। ସେ ପିତା ତୁମେ ମତେ ଯୋଉମାନଙ୍କୁ ଦେଇଅଛ, ହେ ପିତା ତୁମେ ମତେ ଯୋଉମାନଙ୍କୁ ଦେଇଅଛ, ମୁଁ ସେଠାରେ ଥାଏ, ଯେଉଁଠାରେ ଥାଏ ସେମାନେ ମଧ୍ୟ ଯେପରି ସେଠାରେ ମୋର ସହିତ ରହିବେ। ଓ ଜଗତର ପତନ ପୂର୍ବେ ତୁମେ ମତେ ପ୍ରେମ କରିଥିବାରୁ ମତେ ଯେଉଁ ମହିମା ଦେଇଅଛ, ମୋର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋର ଇଚ୍ଛା। ଦେଖନ୍ତୁ ବନ୍ଧୁ, ପ୍ରଭୁଙ୍କର ଯୀଶୁ ଖ୍ରୀଷ୍ଟଙ୍କର ଇଚ୍ଛା, ସେହି ପରମେଶ୍ୱର ଯେବେ କି ଏହି ପୃଥିବୀ ସୃଷ୍ଟି କଲେ, ମହିମା, ମର୍ଯ୍ୟାଦା, ଶକ୍ତି ସେହି ପ୍ରଭୁଙ୍କର ଯୋଗ୍ୟ। ଆଉ ଏଠି ଯୀଶୁ ଖ୍ରୀଷ୍ଟ ସେହି ସଦା ପ୍ରଭୁଙ୍କ ଠାରେ ପ୍ରାର୍ଥନା କରନ୍ତି, ହେ ମୋର ପ୍ରଭୁ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତ ପତନ ପୂର୍ବେ ତୁମେ ମତେ ପ୍ରେମ କରିଥିବାରୁ ମତେ ଯେଉଁ ମହିମା ଦେଇଅଛ, ସେହି ମହିମା ଏମାନଙ୍କୁ ଦିଅ ବୋଲି ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି। ମନେ ରଖନ୍ତୁ ବନ୍ଧୁ, ଏହି ଜଗତକୁ ତାଙ୍କର ମହିମା ଦ୍ୱାରା, ତାଙ୍କ ଅନୁଗ୍ରହ ଦ୍ୱାରା ସେ ସୃଷ୍ଟି କଲେ। ଆଉ ସେଇ ଯୋଉ ଅନୁଗ୍ରହ, ସେଇ ଯୋଉ ପ୍ରେମ ପ୍ରାରମ୍ଭରେ ଥିଲା ଏହି ମାନବ ଜାତି ପାଇଁ, ଆଜି ବି ସେହି ପ୍ରେମ ଅନୁଗ୍ରହ ବିନା ମୂଲ୍ୟରେ ପ୍ରଦାନ କରାଯାଉଅଛି। ଆଦମକୁ ଦିଆଯାଇଥିଲା, ଆଉ ଆଦମ ପାପରେ ପତନ ହେଲେ, ଆଉ ସେଇ ଯୋଉ ଆଦମଙ୍କ ସନ୍ତାନ ସନ୍ତତି ଯୋଉମାନେ ପାପ କଲେ, ସେମାନଙ୍କ ଉଦ୍ଧାର ପାଇଁ ସେଇ ପରମେଶ୍ୱର ଯୋଜନା କଲେ। ଆଉ ସେଇ ଯୋଜନା ଥିଲା ପରମେଶ୍ୱରଙ୍କ ପୁତ୍ର, ଯାହା ଆମେ ଏଭ୍ରି 1:3 ଦେଖୁଛୁ। ସେହି ପୁତ୍ର ତାହାଙ୍କ ମହିମାର ପ୍ରଭାତ ପ୍ରଭା ଓ ତାହାଙ୍କ ତତ୍ଵର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣା କରନ୍ତି, ପୁଣି ପାପ ବର୍ଜନ କଲା ଉତ୍ତାରେ ଉର୍ଦ୍ଧସ୍ଥ ମହିମାକୁ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ମାନେ ଏଠି ଆମେ ଦେଖୁଛୁ ସେହି ସଦାପ୍ରଭୁ ଯୀଶୁଖ୍ରୀଷ୍ଟ ଯେ କି ଆମମାନଙ୍କ ପାଇଁ ମୃତ୍ୟୁବରଣ କଲେ, ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି ଆଉ ପରମେଶ୍ୱରଙ୍କ
ପାର୍ଶ୍ୱରେ ଉପବେଶ କରୁଛନ୍ତି ବସିଛନ୍ତି ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଅନେକ ଡକା ଯାଇଛନ୍ତି, ମାତ୍ର ସେଇ ଅନେକ ମାନଙ୍କ ଠାରୁ ଅଳ୍ପ କିଛି ବଛା ଯାଇଛନ୍ତି। ହଁ, ଏଟା ମନେ ରଖିଥିବାକୁ ପଡିବ ଯେ ଈଶ୍ୱର ବିନା ମୂଲ୍ୟରେ ମୁକ୍ତରେ ପ୍ରେମ କରନ୍ତି, ଏହା ସତ। ମାତ୍ର ଯେଉଁମାନଙ୍କୁ ସେ ନିମନ୍ତ୍ରଣ ଦିଅନ୍ତି, ପ୍ରେମ କରନ୍ତି, ସେମାନଙ୍କ ଠାରୁ ମଧ୍ୟ ସେ ଚାହାନ୍ତି କି ତାଙ୍କୁ ସେମାନେ ପ୍ରେମ କରନ୍ତି। ଆପଣମାନେ ଯଦି ଆପଣଙ୍କ ପୁତ୍ର ପୁତ୍ରୀ ବା ସନ୍ତାନ ସନ୍ତତିକୁ ପ୍ରେମ କରନ୍ତି, ଆପଣମାନେ ମଧ୍ୟ ଚାହାନ୍ତି ଯେ ଆପଣଙ୍କ ପୁଅ ବା ଝିଅ ଆପଣଙ୍କୁ ମଧ୍ୟ ଯେପରି ତମେ ପ୍ରେମ କରୁଥିଲ ସେହିପରି ପ୍ରେମ କରିବେ ବୋଲି। ଆମେ ଏକ ଦୃଷ୍ଟାନ୍ତ ପାଉଛୁ ଯାହା ଯୀଶୁଖ୍ରୀଷ୍ଟ କହିଥିଲେ, ଭୋଜିର ଦୃଷ୍ଟାନ୍ତ, ଯାହା ଆମେ ପାଉଛୁ ମାଥ୍ୟୁ 22:1-14। ସେଇ ଦୃଷ୍ଟାନ୍ତରେ ଆମେ ଦେଖୁଅଛୁ ଯୀଶୁ ସେଇ ଯୋଉ ମାଲିକ ଯେଉଁମାନଙ୍କୁ ନିମନ୍ତ୍ରଣ ଦେଇଥିଲେ, ଆଉ ସେଇ ଯୋଉ ନିମନ୍ତ୍ରଣକୁ ଯୋଉମାନେ ଅସ୍ୱୀକାର କରୁଥିଲେ, ଆଉ ତାପରେ ଯୀଶୁ ପ୍ରଭୁ କହୁଛନ୍ତି ସେ ଦୃଷ୍ଟାନ୍ତରେ କାହାକୁ ସେ ନିମନ୍ତ୍ରଣ କରିଥିଲେ, ଆଉ ଯୋଉମାନେ ନିମନ୍ତ୍ରଣ ହୋଇଯାଇଥିଲେ ସେମାନେ କେମିତି ଥିଲେ, ତା ବିଷୟରେ ଆମେ ପାଉଅଛୁ ଜହନ ମାଥ୍ୟୁ 22:1-14। ଚାଲ ପଢିବା, ଆମେ ଦେଖିବା। ପୁଣି ଥରେ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ। କଣ ଦେଲେ? ସ୍ୱର୍ଗରାଜ୍ୟ ଏପରି ଜଣେ ରାଜ୍ୟଙ୍କ ସଦୃଶ୍ୟ, ଯେ ଆପଣା ପୁତ୍ରଙ୍କ ବିବାହ ଉତ୍ସବ ଆୟୋଜନ କଲେ, ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସ ମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ବନ୍ଧୁ, ସେଇ ଯୋଉ ନିମନ୍ତ୍ରଣ ଦେବା ପାଇଁ କିଏ ଆସିଥିଲେ? ଯୀଶୁ ଖ୍ରୀଷ୍ଟ ଆସିଥିଲେ। କି ମୋର ପରମ ପିତା ପରମେଶ୍ୱର ସମସ୍ତଙ୍କ ପାଇଁ ଗୃହ ପ୍ରସ୍ତୁତ କରିଛନ୍ତି, ଭୋଜନ ପ୍ରସ୍ତୁତ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ଏଇ ପୃଥିବୀକୁ ଆସିଲେ, ନିମନ୍ତ୍ରଣ ଦେଲେ, ମାତ୍ର ଏଇ ଯୋଉ ନିମନ୍ତ୍ରଣକୁ କେତେ ଲୋକ ସ୍ୱୀକାର କରୁଛନ୍ତି, ଏହା ଆମେ ଦେଖିବାକୁ ପଡିବ, ଯାହା ଦୃଷ୍ଟାନ୍ତ ଦ୍ୱାରା ଆମେ ଦେଖୁଅଛୁ। ପୁଣି ଥରେ ସେ ଅନ୍ୟ ଦାସ ମାନଙ୍କୁ ପଠାଇ କହିଲେ, ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ପାଇଁ ସେ ଆପଣା ଦାସ ମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ଯେଉଁମାନଙ୍କୁ ସେ ନିମନ୍ତ୍ରଣ ଦେଇଥିଲେ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ପବିତ୍ର ଶାସ୍ତ୍ର ବାଇବଲରେ ଆମେ ଦେଖୁଅଛୁ ଇସ୍ରାଏଲ ପ୍ରଜାମାନଙ୍କୁ ପରମେଶ୍ୱର ନିଜ ସନ୍ତାନ ସନ୍ତତି ଭାବରେ ଗ୍ରହଣ କରିଥିଲେ, ସେମାନଙ୍କୁ ସେଇ ରାସ୍ତା ଦେଖାଇଥିଲେ। ଆଉ ଯେବେ ସେ ଯୀଶୁ ପ୍ରଭୁ ଆସିଲେ, ଯୀଶୁ ପ୍ରଭୁଙ୍କ ଠାରେ ସେମାନେ ବିଶ୍ୱାସ କଲେ ନାହିଁ। ପୁଣି ଥରେ ଆଉ ଅନ୍ୟ ଦାସ ମାନଙ୍କୁ ପଠାଇ କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ, ଆମର ହୃଷ୍ଟ ପଶୁ ଗୁଡିକ ମରା ଯାଇ ଅଛନ୍ତି, ସମସ୍ତ ହିଁ ପ୍ରସ୍ତୁତ, ଆପଣ ମାନେ ବିବାହ ଉତ୍ସବକୁ ଆସନ୍ତୁ। ହଁ ବନ୍ଧୁ, ଯୀଶୁ ପ୍ରଭୁ ସମସ୍ତଙ୍କ ପାଇଁ ଗୃହ ପ୍ରସ୍ତୁତ କରୁଛନ୍ତି, ସମସ୍ତଙ୍କ ପାଇଁ ଗୃହ ପ୍ରସ୍ତୁତ କରିବାକୁ ଯାଇଛନ୍ତି ଆଉ କରିଛନ୍ତି। ଆଉ ପବିତ୍ର ଶାସ୍ତ୍ର ଦ୍ୱାରା ଆମେ ଯାହା ଦେଖୁଅଛୁ, ସମସ୍ତଙ୍କ ପାଇଁ ଭୋଜି ପ୍ରସ୍ତୁତ କରାଯାଇଛି, ଆଉ ନିମନ୍ତ୍ରିତ କରାଯାଇଛି। ମାତ୍ର ଆମେ ଦେଖୁଅଛୁ ଏଇ ଯୋଉ ଲୋକମାନଙ୍କୁ ଯୋଉ ନିମନ୍ତ୍ରଣ ଦେଇଥିଲେ, ସେଇ ନିମନ୍ତ୍ରଣକୁ ଦାସ ମାନଙ୍କୁ ପଠାଇଥିଲେ, ଆଉ ସେଇ ଦାସ ମାନଙ୍କୁ କିପରି ସେମାନେ ଜବାବ ଦଉଛନ୍ତି ଦେଖନ୍ତୁ। କିନ୍ତୁ ସେମାନେ ତାକୁ ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ, ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ, ଆଉ ବଲକା ଲୋକ ତାହାଙ୍କ ଦାସ ମାନଙ୍କୁ ଧରି ଅତ୍ୟାଚାର ଓ ବଧ କଲେ। ବନ୍ଧୁ,
ଏହା ଦ୍ୱାରା ଆମେ କଣ ଜାଣୁଅଛୁ? ଆମେ ପୃଥିବୀରେ ଏତେ ବ୍ୟସ୍ତ ଅଛୁ କି ପ୍ରଭୁଙ୍କ ବାକ୍ୟରେ ଧ୍ୟାନ ଦେଇନଥାଉ, ପ୍ରଭୁଙ୍କ ବାକ୍ୟରେ ମନେ ଦେଇନଥାଉ। ଆଉ ଯେଉଁମାନେ ପ୍ରଭୁଙ୍କ ବାକ୍ୟ କହିବା ପାଇଁ ଆସନ୍ତି ସେମାନଙ୍କୁ ଆମେ ଅତ୍ୟାଚାର କରିଥାଉ, ସେମାନଙ୍କୁ ଅପବ୍ୟବହାର କରିଥାଉ। ତାହା ହଉଛି ଏହି ଦୃଷ୍ଟାନ୍ତରେ ଦେଖାଯାଏ। ତେବେ ଯୀଶୁ ପ୍ରଭୁ କଣ କହିଲେ? ଚାଲନ୍ତୁ ଏହି ଦୃଷ୍ଟାନ୍ତ ଦ୍ୱାରା ଆମେ ଦେଖିବା। କିନ୍ତୁ ରାଜା ରାଗି ଯାଇ ଆପଣା ସୈନ୍ୟମାନଙ୍କୁ ପଠାଇ ସେହି ଅତ୍ୟାଚାରୀ ମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ହସ୍ତସ୍ତାତ କଲେ। ସେଥିରେ ସେ ଆପଣା ଦାସ ମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। ହଁ ବନ୍ଧୁ, ଯୀଶୁ ପ୍ରଭୁ ଏହି ପୃଥିବୀକୁ ଆସିଥିଲେ ସେହି ମେଷ ସାବୁଙ୍କ ବିବାହ ପାଇଁ, ସେହି ପ୍ରଭୁଙ୍କ ଭୋଜ ପାଇଁ ସେ ଆସିଥିଲେ, ନିମନ୍ତ୍ରଣ ଦେବା ପାଇଁ ଆସିଥିଲେ। ଆଉ ଯେବେ ସେମାନେ ଯୀଶୁ ପ୍ରଭୁକୁ ପ୍ରତ୍ୟାଖ୍ୟାନ କଲେ ଆଉ କ୍ରୁଶରେ ଟଙ୍ଗାଇଲେ, ଯୀଶୁ ପ୍ରଭୁ ସମସ୍ତ ଅନ୍ୟମାନଙ୍କୁ ନିମନ୍ତ୍ରଣ କଲେ। ସେଥିରେ ସେ ଆପଣା ଦାସ ମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ, ସେମାନେ ଅଯୋଗ୍ୟ। ଏଣୁ ତୁମେମାନେ ରାଜଦଣ୍ଡରେ ଗୁଡ଼ିକର ଛକେ ଛକେ ଯାଇ ଯେତେ ଲୋକଙ୍କ ପାଅ ସେମାନଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କର। ଦେଖନ୍ତୁ ବନ୍ଧୁ, ଆମେ ଜଗତରେ ଏତେ ବ୍ୟସ୍ତ ଥାଉ, ଆଉ ଯେବେ ସେ ନିମନ୍ତ୍ରଣ ଆସେ ଆମେ ବାହାନା ଦେଖାଇଥାଉ, ଏମିତି ବାହାନା ଦେଖାଇଥାଉ ଆଉ ସେ ବାହାନା ଦେଇ ଈଶ୍ୱରଙ୍କ କଥାକୁ ମାନି ନଥାଉ। ମାତ୍ର ପବିତ୍ର ଶାସ୍ତ୍ର ପ୍ରକାରେ ଏହି ଦୃଷ୍ଟାନ୍ତ ଦ୍ୱାରା ଆଜିକାଲି ଯେଉଁମାନେ ପ୍ରଭୁକୁ ଗ୍ରହଣ କରୁଛନ୍ତି, ଅଧିକାଂଶ ଲୋକ ଯେଉଁମାନେ ଗରିବ ଲୋକମାନେ, ଯାହା ଆମେ କାହାଣୀ ଦ୍ୱାରା ଦେଖୁଛୁ, ଦୃଷ୍ଟାନ୍ତ ଦ୍ୱାରା, ସେଥିରେ ସେ ଦାସ ମାନ ରାଜଦାଣ୍ଡ ଗୁଡ଼ିକ ବାହାରି ଯାଇ ପୁଷ୍ଟ ଓ ସ୍ତନ୍ତ ଯେତେ ଲୋକ ଦେଖା ପାଇଲେ ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ ଆଉ ନିମନ୍ତ୍ରିତ ଅତୀତ ଲୋକଙ୍କ ଦ୍ୱାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। ମାନେ ସ୍ୱର୍ଗରାଜକୁ କିଏ ଯାଆନ୍ତି ବନ୍ଧୁ? ଯେପରି ଯୀଶୁ ପ୍ରଭୁ କହିଥିଲେ, ଏହା ଅସୁବିଧା ହେବ ଧନୀ ମାନଙ୍କୁ ସ୍ୱର୍ଗରାଜ ଯିବା ପାଇଁ, ମାତ୍ର ଗୋଟିଏ ଓଟ ଦୁଇ ଧାରରେ ପ୍ରବେଶ ହେବାର ସହଜ। ହଁ ବନ୍ଧୁ, ଆଜି ଆମେ ଧନ ଦର୍ପ ଶକ୍ତି ରେ ଆମେ ସେଇ ଯୋଉ ଶକ୍ତି ପଛରେ ରହିଥାଉ, ମାତ୍ର ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ ଦେଇ ନଥାଉ। କିନ୍ତୁ ରାଜା ନିମନ୍ତ୍ରିତ ଅତିଥି ମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହସ୍ତ ପରିଧାନ କରିନଥିବା ଜଣେ ଲୋକକୁ ଦେଖି ତାହାକୁ କହିଲେ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏହି ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତପ୍ତ ହୋଇ ରହିଲା। ସେଥିରେ ରାଜା ପରିଚାଳକ ମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇ ଦିଅ। ସେଠାରେ ରୋଦନ ଦନ୍ତର କିଳିମିଳି ହେବ, କାରଣ ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ବନ୍ଧୁ, ଅନେକଙ୍କୁ ପ୍ରଚାର କରାଯାଉଅଛି। ଏଇ ଯୋଉ ସାବାତ ସ୍କୁଲ ପାଠ ଆମେ ପ୍ରତି ସପ୍ତାହରେ ପ୍ରସ୍ତୁତ କରୁଅଛୁ, ମାତ୍ର ଏଇ ଯୋଉ ସାବାତ ସ୍କୁଲ ପାଠ ଦ୍ୱାରା କେତେ ଲୋକ ସେହି ବାକ୍ୟକୁ ଗ୍ରହଣ କରୁଛନ୍ତି, ଯେପରିକି ବିବାହ, ଯେ କି ବିବାହ ପ୍ରସ୍ତୁତ ଥିଲା, ଯେବେ ଦାସ ମାନେ ଯାଇ ଯେଉଁମାନଙ୍କୁ ନିମନ୍ତ୍ରିତ କରାଯାଇଥିଲା ସେମାନେ ଆସିଲେ ନାହିଁ, ଆଉ ଯେଉଁମାନଙ୍କୁ ନିମନ୍ତ୍ରିତ କରା ନ ଯାଇଥିଲା ସେମାନେ ସେଠିରେ ଥିଲେ, ଆଉ ତେବେ ସେ ଥିଲେ ସେମାନଙ୍କୁ ସଦାପ୍ରଭୁ ପରମେଶ୍ୱର ତାଙ୍କ ପ୍ରେମ ପ୍ରକାଶ କଲେ। ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପାଇଁ କ୍ରୁଶରେ ହତ ହେଲେ।
ଏଥିଯୋଗୁଁ ଆମର ସମ୍ପର୍କ ତାଙ୍କର ସମ୍ପର୍କ ହେବା ପାଇଁ ଯୀଶୁ ପ୍ରଭୁ ନିମନ୍ତ୍ରଣ ଦଉଛନ୍ତି। ଆପଣମାନେ ସେହି ନିମନ୍ତ୍ରଣକୁ ଗ୍ରହଣ କରୁଛନ୍ତି କି? ଯେଉଁଠାରେ ଅନନ୍ତ ଯାଏ ରହିପାରିବା, ଏହା ହେଉଛି ତାର ରିଜଲ୍ଟ ବା ପରିମାଣ, କି ଯେବେ ଈଶ୍ୱରଙ୍କ ସେଇ ଯୋଉ ମୁକ୍ତ ପ୍ରେମକୁ ଗ୍ରହଣ କରିବା, ଆମ ସମ୍ପର୍କ ତାଙ୍କଠାରେ ରଖିବା, ତେବେ ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବା ଆଉ ତାଙ୍କଠାରେ ଥିବା। ଯେହେତୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ କ୍ରୁଶରେ ହତ ହେଲେ। ଆଉ ଯେଉଁମାନେ ଆସିବା ପାଇଁ ଇଚ୍ଛା କରୁନାହାନ୍ତି, ଯେପରିକି ସେଇ ଭୋଜିର କାହାଣୀରେ ବା ଦୃଷ୍ଟାନ୍ତରେ ଆମେ ଦେଖିଲୁ, ସେଇ ଯୋଉ ବ୍ୟକ୍ତିକୁ, ସେ ଯୋଉ ବ୍ୟକ୍ତି ସେଇ ଯୋଉ ବିବାହରେ ଉପସ୍ଥିତ ଥିଲେ, ମାତ୍ର ସେ ବିବାହ ବସ୍ତ୍ର ପିନ୍ଧି ନଥିଲେ, ମାନେ ତାକୁ କଣ କରାଗଲା? ତାକୁ ସେ ଅନ୍ଧାରରେ ଫିଙ୍ଗାଗଲା। ଆମମାନଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଆଉ ନିମନ୍ତ୍ରଣ ଦିଆଯାଇଛି, ମାତ୍ର ସେ ନିମନ୍ତ୍ରଣ ହଉଛି ଈଶ୍ୱରଙ୍କ ରକ୍ତ। ସେ ଈଶ୍ୱରଙ୍କ ରକ୍ତ ଦ୍ଵାରା ଯାହା ଶୁଦ୍ଧ ହେଇଛି, ସେ ଶୁଦ୍ଧ ବସ୍ତ୍ର ଯଦି ନ ପିନ୍ଧିବା, ତାହେଲେ ଆମମାନେ ସତରେ ସେଇ ଅନ୍ଧାର କୋଠିରେ ପ୍ରବେଶ ହେବା। ଯେଉଁଠି ଯାହା ଆମେ ଦେଖିଲୁ କି ଏମିତି ପରିସ୍ଥିତିରେ ରହିବା, ଯେଉଁଥିରେ ସେ ବ୍ୟକ୍ତିଟି କିଡ଼ିମିଡ଼ି ହେବ ବା ବାଧା ଭୋଗ କରିବ ବୋଲି ଆମେ ଦେଖୁଅଛୁ। ତାହେଲେ ବନ୍ଧୁ, ସେଇ ପ୍ରଭୁ ଯିଏକି ଏମାନଙ୍କୁ ନିମନ୍ତ୍ରଣ ଦଉଛନ୍ତି ଆଉ ତାଙ୍କ ପ୍ରେମ ମୁକ୍ତରେ ଦାନ ଦଉଛନ୍ତି, ତାହେଲେ ଆମର କର୍ତ୍ତବ୍ୟ ହଉଛି ସେଇ ଯୋଉ ମୁକ୍ତ ଦାନକୁ ଗ୍ରହଣ କରିବା। ଆମର କର୍ତ୍ତବ୍ୟ ହଉଛି ସେଇ ମୁକ୍ତ ଆହ୍ୱାନକୁ ଆମେ ଗ୍ରହଣ କରି ତାଙ୍କୁ ଗ୍ରହଣ କରିବା, ଯେପରିକି ଆମେ ସେଇ ସ୍ୱର୍ଗ ରାଜ୍ୟରେ ରହିପାରିବା। ଯେପରିକି ମାଥିଉ 23:37 ଆମେ ଦେଖୁଛୁ, ଯୀଶୁ ପ୍ରଭୁ ସେହି ଜେରୁସାଲେମକୁ କହନ୍ତି ଏହିପରି, ଗୋ ଜେରୁସାଲେମ, ଗୋ ଜେରୁସାଲେମ, ଭାବବାଦୀ ମାନଙ୍କ ହତ୍ୟା କାରିଣୀ ଓ ଆପଣା ନିକଟକୁ ପ୍ରେରିତ ମାନଙ୍କ ପ୍ରସ୍ତାରାଘାତ କାରିଣୀ, ପୃଷ୍ଠକୁ ଯେପରି ପକ୍ଷ ତଳେ ଆପଣା ଶାବକ ମାନଙ୍କୁ ଏକତ୍ର କରେ, ଯେପରି ମୁଁ କେତେ ଥର ତୋର ସନ୍ତାନ ମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମାନେ ଇଚ୍ଛୁକ ହେଲ ନାହିଁ। ହଁ ବନ୍ଧୁ, ଆଜିକାଲି ଟେଲିଭିଜନ ଦ୍ୱାରା ଯାହା ଆମେ ଦେଖୁଅଛୁ, ରେଡ଼ିଓ ମାଧ୍ୟମ ଦ୍ୱାରା ଯାହା ଦେଖୁଅଛୁ, ଈଶ୍ୱରଙ୍କ ବାକ୍ୟ, ତାଙ୍କ ବାକ୍ୟ ଦ୍ୱାରା ସେ ପ୍ରକାଶ କରନ୍ତି, କେତେ ପ୍ରେମ କରନ୍ତି। ଆଉ ସେ ପ୍ରେମ ଯଦି ଆମେ ଗ୍ରହଣ ନ କରିବା, ତାହେଲେ ଶେଷ ଦିନରେ କେତେ ବିପଦ କାରଣ ହୋଇଥାଏ। ଏଥିଯୋଗୁ ଜହନ 10:17-18 ଯଦି ପଢିବା, ମୁଁ ମୋର ପ୍ରାଣ ଦାନ କରିବାକୁ ପିତା ମତେ ପ୍ରେମ କରନ୍ତି, ଆଉ ମୁଁ ମୋର ପ୍ରାଣ ପୁନର୍ବାର ଗ୍ରହଣ କରିବା ନିମନ୍ତେ ତାହା ଦାନ କରେ। କେହି ମୋ ଠାରୁ ତାହା ନେଇଯାଏ ନାହିଁ, ମାତ୍ର ମୁଁ ଆପେ ତାହା ଦାନ କରେ। ତାହା ଦାନ କରିବାକୁ ମୋର ଅଧିକାର ଅଛି ଓ ତାହା ପୁନର୍ବାର ଗ୍ରହଣ କରିବାକୁ ମୋର ଅଧିକାର ଅଛି। ମୁଁ ମୋର ପିତାଙ୍କ ଠାରୁ ଏହି ଆଜ୍ଞା ପାଇଅଛି। ଏହିପରି ଯୀଶୁ ଖ୍ରୀଷ୍ଟ ଘୋଷଣା କରନ୍ତି। ବନ୍ଧୁ, ଈଶ୍ୱରଙ୍କ ପ୍ରେମ କ୍ରୁଶରେ ପ୍ରକାଶ କରାଗଲା। ଈଶ୍ୱରଙ୍କ ପ୍ରେମ ତାଙ୍କ ପୁତ୍ର ଦ୍ୱାରା ପ୍ରକାଶ କରାଗଲା। ଈଶ୍ୱରଙ୍କ ପ୍ରେମ ତାଙ୍କ ପବିତ୍ର ଶାସ୍ତ୍ର ଦ୍ୱାରା ଆମମାନଙ୍କୁ ପ୍ରକାଶ କରାଯାଉଛି। ଈଶ୍ୱରଙ୍କ ପ୍ରେମ ରେଡ଼ିଓ ଦ୍ୱାରା, ଟେଲିଭିଜନ ଦ୍ୱାରା, ପତ୍ରିକା ଦ୍ୱାରା, ବାଇବଲ ଦ୍ୱାରା ପ୍ରକାଶ କରାଯାଉଛି। କଣ ସେହି ପ୍ରେମକୁ ଆପଣମାନେ ଗ୍ରହଣ କରୁଛନ୍ତି କି? ତାହା ହଉଛି ପ୍ରଶ୍ନ। ଯେହେତୁ ସମସ୍ତଙ୍କୁ ଈଶ୍ୱର ନିମନ୍ତ୍ରଣ ଦେଇଛନ୍ତି, ଆଉ ସେଇ ନିମନ୍ତ୍ରଣ ଦେବା ପାଇଁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀକୁ ଆସିଥିଲେ। ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ,
ଅବଶ୍ୟ ବିନଷ୍ଟ ହେବ ନାହିଁ, ବରଂ ଅନନ୍ତ ଜୀବନ ପ୍ରାପ୍ତ ହେବ ବୋଲି ପବିତ୍ର ଶାସ୍ତ୍ର ବାଇବଲ କହୁଛି। ତାହା ହଉଛି ଈଶ୍ୱରର ପ୍ରେମ। ଆଉ ସେଇ ପ୍ରେମ ଈଶ୍ୱର ତାଙ୍କ ନ୍ୟାୟ ବି ଦେଖାନ୍ତି। ଆଉ ସେଇ ପ୍ରେମ ଯାହା ଆମମାନଙ୍କୁ ବର୍ତ୍ତମାନ ଦେଇଛନ୍ତି ମୁକ୍ତ ରୂପରେ, ମୁକ୍ତ ଭାବରେ, ସେଇ ପ୍ରେମକୁ, ସେଇ ପ୍ରେମର ଯୋଗ୍ୟ ଆମେ ହୋଇପାରିବା କି ନାହିଁ ବା ହୋଇଛୁ କି ନାହିଁ ନିଜକୁ ପ୍ରଶ୍ନ କରିବାକୁ ପଡିବ। ତାହେଲେ ଚାଲନ୍ତୁ ସେଇ ସଦାପ୍ରଭୁ ପ୍ରଭୁଙ୍କଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ସେଇ ସବ ସ୍କୁଲ ମାଧ୍ୟମ ଦ୍ୱାରା ତୁମ ପ୍ରେମ ବିଷୟରେ ଆମେ ଶିଖିଲୁ, ସେହି ବିନା ମୂଲ୍ୟରେ ପ୍ରେମ ଯାହା ଆପଣ ଆମମାନଙ୍କୁ ଦଉଛନ୍ତି, ଆମମାନଙ୍କୁ ସେଇ ପ୍ରେମର ଯୋଗ୍ୟ ହେବା ପାଇଁ ଆମମାନଙ୍କୁ ସାହାଯ୍ୟ କର ପ୍ରଭୁ। ଆମ ପାପ ସବୁ ତୁମ ସେହି ପ୍ରେମମୟ ପୁତ୍ରଙ୍କ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆପଣା ଦାସମାନଙ୍କ ସହ ଆସିବେ, ଯେତେବେଳେ ଆମମାନଙ୍କୁ ଏକ ସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍। ଧନ୍ୟବାଦ ବନ୍ଧୁ। ମୁଁ ଆଶା କରୁଛି ଯେ ଆପଣମାନେ ଆମ ସାବା ସ୍କୁଲ ପାଠରେ ଯୋଗ ଦେବେ ଆଉ ଅଧିକ ରୂପରେ ସବସ୍କ୍ରାଇବ କରିବେ। ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।